ପିଲାମାନେ ଆଜିର ଏହି ଭିଡ଼ିଓରେ ଆମେ ଉଦ୍ଭିଦର ଶ୍ୱସନ को ଦେଖିବା। ହଁ ପିଲାମାନେ, ଯେମିତି ପ୍ରାଣୀମାନେ ଶ୍ୱସନ କରିଥାନ୍ତି ଉଦ୍ଭିଦ ମାନେ ମଧ୍ୟ ଶ୍ୱସନ କରିଥାନ୍ତି। ଆମେମାନେ ଆଗରୁ ଜାଣିଛୁ ଜୀବର ଶ୍ୱସନ ଦୁଇ ପ୍ରକାର ହୋଇପାରେ। ଗୋଟିଏ ହେଉଛି ବାୟୁ ଉପଜୀବୀ ଶ୍ୱସନ, ଯେଉଁଥିରେ ଅମ୍ଳଜାନ ଆବଶ୍ୟକ ହୋଇଥାଏ, ଏବଂ ଅନ୍ୟଟି ହେଉଛି ବାୟୁ ଅପଜୀବୀ ଶ୍ୱସନ, ଯେଉଁଥିରେ ବିନା ବାୟୁ ବା ବିନା ଅମ୍ଳଜାନରେ ଜୀବ ଶ୍ୱସନ କରିଥାଏ। ତ ଏଇ ଯେଉଁ ବାୟୁ ଉପଜୀବୀ ଶ୍ୱସନ, ଯେଉଁଥିରେ ଅମ୍ଳଜାନ ଆବଶ୍ୟକ ହେଉଛି, ତାକୁ ଯଦି ଆମେ ଭଲ ଭାବରେ ଲକ୍ଷ୍ୟ କରିବା, ସବୁ ପ୍ରକାର ଶ୍ୱସନରେ ଆବଶ୍ୟକତା କ'ଣ ରହିଛି? ଗ୍ଲୁକୋଜ ଭଳି ସରଳ ଶର୍କରାର ଆବଶ୍ୟକତା ରହିଛି। ତାହା ହିଁ ସବଷ୍ଟ୍ରେଟ୍, ସେଇଟାରୁ ହିଁ ଶକ୍ତି ମୋଚିତ ହୁଏ, ସେଇଟାରୁ ହିଁ ଶକ୍ତି ବାହାରୁଥାଏ। ତ ଗ୍ଲୁକୋଜର ଭଳି ସରଳ ଶର୍କରାର ଆବଶ୍ୟକତା ରହୁଛି ଏବଂ ବାୟୁ ଉପଜୀବୀ ଶ୍ୱସନରେ ଅମ୍ଳଜାନର ଆବଶ୍ୟକତା ହେଉଛି। ଏଇ ଯେଉଁ ଅମ୍ଳଜାନ, ଏଇ ଅମ୍ଳଜାନଟା ଗ୍ରହଣ କରିବାଟା ଉଦ୍ଭିଦମାନଙ୍କ କ୍ଷେତ୍ରରେ ଏବଂ ପ୍ରାଣୀମାନଙ୍କ କ୍ଷେତ୍ରରେ ଏହା ଭିନ୍ନ ହୋଇଥାଏ। କ'ଣ କେମିତି ଭିନ୍ନ ହୋଇଥାଏ? ଉଦ୍ଭିଦମାନେ କ'ଣ କରନ୍ତି? ଆମେ ଆଜିର ଭିଡ଼ିଓରେ ବିଶେଷ କରି ଏଇ ଭିଡ଼ିଓରେ ଆମେ କ'ଣ ଉଦ୍ଭିଦମାନେ କିପରି ଶ୍ୱସନ କରିଥାନ୍ତି ବା ଉଦ୍ଭିଦମାନଙ୍କର ଅମ୍ଳଜାନ ଗ୍ରହଣଟା କିପରି ଭିନ୍ନ ହୋଇଥାଏ ତାକୁ ଆମେ ଦେଖିବା। ତ ଅମ୍ଳଜାନ ଯେଉଁ ଗ୍ରହଣ କରିଥାଏ ପ୍ରାଣୀ ଓ ଉଦ୍ଭିଦ, ସେମାନେ ଆମେ ସାଧାରଣତଃ ପ୍ରାଣୀମାନେ କେମିତି, ଆମେ ଧର ମଣିଷ କଥା ଆଲୋଚନା କରିବୁ, ଆମେ ଫୁସ୍ଫୁସ୍ ଦ୍ୱାରା ବାୟୁମଣ୍ଡଳରୁ ଅମ୍ଳଜାନ ଗ୍ରହଣ କରିଥାଉ ଏବଂ ଫୁସ୍ଫୁସ୍ ମାଧ୍ୟମରେ ତାହା ରକ୍ତରେ ମିଶେ। ଏମିତି ତାପରେ ଅମ୍ଳଜାନ ପ୍ରତି କୋଷରେ ପହଞ୍ଚି ଆମର ବିଭିନ୍ନ କାର୍ଯ୍ୟରେ ଲାଗେ। କିନ୍ତୁ ପ୍ରାଣୀମାନଙ୍କ କ୍ଷେତ୍ରରେ କ'ଣ ହେଉଛି? ମନେ ରଖ ପିଲାମାନେ, ଉଦ୍ଭିଦମାନେ ବାୟୁମଣ୍ଡଳରୁ ସିଧାସଳଖ ବିଶରଣ ପ୍ରକ୍ରିୟା, ଯାହାକୁ ଆମେ ଇଂରାଜୀରେ ଡିଫ୍ୟୁଜନ୍ ବୋଲି କହୁ, ସେ ବିଶରଣ ପ୍ରକ୍ରିୟାରେ ବାୟୁମଣ୍ଡଳରୁ ସିଧାସଳଖ ଅମ୍ଳଜାନ ଗ୍ରହଣ କରିଥାନ୍ତି ଉଦ୍ଭିଦମାନେ। ତ ଏଇଠି ଗୋଟେ ପ୍ରଶ୍ନ ଆସିବ, ଯେଉଁ ଉଦ୍ଭିଦ, ପୁଣି ଉଦ୍ଭିଦରେ ଦେଖିଲେ କିଛିଟା ଭିନ୍ନତା ପରିଲକ୍ଷିତ ହେଉଛି। ଏଠି ଦୁଇ ପ୍ରକାର କେସ୍ ଆସୁଛି, ଦୁଇ ପ୍ରକାର ଅମ୍ଳଜାନ ଗ୍ରହଣକୁ ଆମେ ଲକ୍ଷ୍ୟ କରିପାରିବା। ଯେଉଁଗୁଡ଼ାକ ନିମ୍ନମାନର ଉଦ୍ଭିଦ ଅଛନ୍ତି, କେଉଁ ନିମ୍ନମାନର ଉଦ୍ଭିଦ? ଯେମାନଙ୍କ ଟିସ୍ୟୁ ଯୁକ୍ତ ସେମାନେ ହେଇଥିବେ, ବିଭେଦନ ତାଙ୍କର ହେଇନଥିବ ଭଲ, ନିମ୍ନମାନର ଉଦ୍ଭିଦମାନେ ରହୁଛନ୍ତି। ସେଇ ଉଦ୍ଭିଦମାନେ କ'ଣ କରନ୍ତି? ତାଙ୍କର ଯେଉଁ ଶରୀର ଅଛି, ଶରୀରର ଉପରିସ୍ଥ କୋଷ, ତାଙ୍କର ଶରୀର ଯେଉଁ ବାହାର ଆବରଣ ହେଉ ବା ଶରୀର ଉପରେ ଯେଉଁ କୋଷ ହେଉ, ଏତ ଆବରଣ କୁହାଯାଇପାରିବନି, ଶରୀରର ଉପରିସ୍ଥ କୋଷ ଯେଉଁଗୁଡ଼ା କହୁଛି, ସେଇ ଉପରିସ୍ଥ କୋଷ ଦ୍ୱାରା ସିଧାସଳଖ ସେମାନେ ବିଶରଣ ପ୍ରକ୍ରିୟାରେ ଅମ୍ଳଜାନ ଗ୍ରହଣ କରିଥାନ୍ତି ବାୟୁମଣ୍ଡଳରୁ। ଏବଂ ଦ୍ୱିତୀୟ କେସ୍ରେ କ'ଣ ହେଉଛି? ଦ୍ୱିତୀୟ କେସ୍ରେ ଯେଉଁ ଉନ୍ନତମାନର ଉଦ୍ଭିଦ ରହୁଛନ୍ତି, ଯେଉଁ ଉଦ୍ଭିଦ ଗୁଡ଼ିକ ସାଧାରଣତଃ ପତ୍ର, ଫୁଲ, କାଣ୍ଡ ଇତ୍ୟାଦି ଅଛି, ପତ୍ରଯୁକ୍ତ ଯେଉଁଗୁଡ଼ିକ, ସେଇ ଉଦ୍ଭିଦ ଗୁଡ଼ିକରେ ପତ୍ରରେ ଥାଏ ଏକ ରନ୍ଧ୍ର ବା କଣା। ସେଇ ରନ୍ଧ୍ରକୁ କ'ଣ କୁହାଯାଏ ପିଲାମାନେ? ସେଇ ରନ୍ଧ୍ରକୁ କୁହାଯାଏ ଷ୍ଟୋମ୍, ଇଂରାଜୀରେ ତାକୁ ଷ୍ଟୋମାଟା ବୋଲି କୁହାଯାଏ। ତ ଏଇ ଯେଉଁ ପତ୍ରଯୁକ୍ତ ଉଦ୍ଭିଦ ବା ଉନ୍ନତ ଉଦ୍ଭିଦ, ଏମାନେ ସେଇ ତାଙ୍କର ପତ୍ରର ଯେଉଁ ରନ୍ଧ୍ର ବା ଷ୍ଟୋମ୍ ରହିଛି, ସେଇ ଷ୍ଟୋମ୍ ଦ୍ୱାରା ବାୟୁମଣ୍ଡଳରୁ ଅମ୍ଳଜାନ ଗ୍ରହଣ କରିଥାନ୍ତି। ତ ଏଇଥିରେ ମଧ୍ୟ ଟିକେ ସେଇ ସବୁଜ ଉଦ୍ଭିଦ, ଯେଉଁ ପତ୍ରଯୁକ୍ତ ଉଦ୍ଭିଦ, ସେଇଥିରେ ମଧ୍ୟ ଅମ୍ଳଜାନ ଗ୍ରହଣଟାକୁ ଆଉ ଟିକେ ଡିଟେଲ୍ସ ମୁଁ ଯଦି କହିବାକୁ ଚାହିଁବି, ଦିନବେଳେ କ'ଣ ହୁଏ ପିଲାମାନେ? ଦିନବେଳେ ଆମେ ଜାଣୁ ଯେ ସବୁଜ ଉଦ୍ଭିଦ ନିଜ ଖାଦ୍ୟ ପ୍ରସ୍ତୁତ କରୁଥାଏ ଆଲୋକ ଶୋଷଣ ପ୍ରକ୍ରିୟାରେ, ଏବଂ এই ଆଲୋକ ଶୋଷଣ ପ୍ରକ୍ରିୟାରେ ଉଦ୍ଭିଦ ଅଙ୍ଗାରକାମ୍ଳକୁ ଗ୍ରହଣ କରେ ଏବଂ ଅମ୍ଳଜାନ ନିର୍ଗତ କରେ। ତେଣୁ ଯେହେତୁ ଦିନବେଳେ ସବୁଜ ଉଦ୍ଭିଦ ନିଜେ ଅମ୍ଳଜାନ ସୃଷ୍ଟି କରୁଛି, ତ ସେଇ କ୍ଷେତ୍ରରେ କ'ଣ ହୁଏ ନା, ଦିନବେଳେ ସିଏ ଆଲୋକ ଶୋଷଣରୁ ଯେଉଁ ଅମ୍ଳଜାନଟା ସୃଷ୍ଟି କରୁଛି ତାକୁ ସିଏ ଶୋଷଣ ପ୍ରକ୍ରିୟାରେ ବ୍ୟବହାର କରେ। କିନ୍ତୁ ରାତିରେ କ'ଣ? ରାତିରେ ତ ଆଲୋକ ଶୋଷଣ ହୁଏ ନାହିଁ। ତେଣୁ କ'ଣ କରେ? ସବୁଜ ଉଦ୍ଭିଦକୁ ତାର ଶୋଷଣ ପାଇଁ ମଧ୍ୟ ଅମ୍ଳଜାନ ଆବଶ୍ୟକ ହେବ। ତ ସିଏ କ'ଣ? ଷ୍ଟୋମାଟା ମାଧ୍ୟମରେ ଗୃହୀତ ଅମ୍ଳଜାନକୁ ଗ୍ରହଣ କରେ ଏବଂ ତାର କାମରେ ଲଗାଏ। ଏଇ ପାର୍ଥକ୍ୟଟିକୁ ମଧ୍ୟ ତୁମେ ପିଲାମାନେ ଟିକେ ଧ୍ୟାନ ଦେବ ଯେ ଦିନବେଳେ ଯେଉଁ ଆଲୋକ ଶୋଷଣରୁ ଯେଉଁ ବାହାରୁଥିବା ଅମ୍ଳଜାନ ତାକୁ ଶୋଷଣ ପ୍ରକ୍ରିୟା ସିଏ ବ୍ୟବହାର କରେ ଏବଂ ରାତିରେ ଷ୍ଟୋମ୍ ମାଧ୍ୟମରେ ସିଏ ଅମ୍ଳଜାନ ଗ୍ରହଣ କରେ ଏବଂ ସେଇ ଅମ୍ଳଜାନ କ'ଣ ହୁଏ? ଗୋଟିଏ କୋଷରୁ ଅନ୍ୟ କୋଷକୁ ବିଶୋରିତ ହୋଇ ପରିଶେଷରେ କ'ଣ ହୁଏ? ଗଛର ଡାଳ, ଫୁଲ, ପତ୍ର, ଫଳ ଭଳି ପ୍ରତ୍ୟେକ ଅଙ୍ଗରେ ପହଞ୍ଚେ ଏବଂ ସେଇ ଅଙ୍ଗରେ ସିଏ ଶୋଷଣ ପ୍ରକ୍ରିୟାରେ କାମରେ ଲାଗେ। ଅଙ୍ଗରେ ଥିବା କୋଷରେ ଯାଇ ସେଇ ଶୋଷଣ ପ୍ରକ୍ରିୟା ସିଏ କାମରେ ଲାଗେ। ତ ପିଲାମାନେ ଆଜିର ଏଇ ଭିଡ଼ିଓରେ ଆମେ ଉଦ୍ଭିଦର ଶ୍ୱସନକୁ ଭଲ ଭାବରେ ଦେଖିଲୁ। ଧନ୍ୟବାଦ।